ସାଧାରଣତଃ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ପ୍ରତ୍ୟେକ ଦିନ ମନ୍ଦିର ଯାଇଥାନ୍ତି, କିନ୍ତୁ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ମନ୍ଦିର ଯାଇ ନ ପାରି ଘରେ ପୂଜା କରିଥାନ୍ତି। କିନ୍ତୁ ମନ୍ଦିର ଯିବା ଦ୍ୱାରା ଆଧ୍ୟାତ୍ମିକ ଲାଭ ମିଳିଥାଏ। ଗୃହରେ ପୂଜା କରିବା ଦ୍ୱାରା ଘରେ ମଧ୍ୟ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ମନ୍ଦିର ଯିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ସୁପ୍ରଭାବ ପଡ଼ିଥାଏ। ମନ୍ଦିର ଯିବା ଦ୍ୱାରା ଅନେକ ଲାଭ ମଧ୍ୟ ମିଳିଥାଏ। ଆସନ୍ତୁ ଜାଣିନେବା ଏସବୁ ବିଷୟରେ କି କ'ଣ ଲାଭ ମିଳୁଛି ମନ୍ଦିର ଯିବା ବେଳେ। ଦେଖିବା ପୂର୍ବରୁ ଆପଣଙ୍କ ଗୋଟିଏ ରିକ୍ୱେଷ୍ଟ, এই ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ପ୍ରଥମତଃ ଆସୁଛି, ମନ୍ଦିରକୁ ଖାଲି ପାଦରେ ଯିବା ଦ୍ୱାରା ଅନେକ ଲାଭ ମିଳିଥାଏ। ଏହାଦ୍ୱାରା ସକାରାତ୍ମକ ଶକ୍ତି ଆମ ପାଦ ମଧ୍ୟ ଦେଇ ଶରୀରକୁ ପ୍ରବେଶ କରିଥାଏ। ଖାଲି ପାଦରେ ଚାଲିବା ଦ୍ୱାରା ପାଦର ତଳ ଭାଗରେ ଚାପ ପଡ଼ିଥାଏ, ଯାହାଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ଏବଂ ଏକାଗ୍ରତା ବୃଦ୍ଧି ବି ମଧ୍ୟ ହୋଇଥାଏ। ମନ୍ଦିର ଯାଇ ମଥାରେ ଚନ୍ଦନ ଟିକା ଲଗାଇବା ଦ୍ୱାରା ମନ ଶାନ୍ତି ରହିଥାଏ, କାରଣ ଚନ୍ଦନରେ ଶୀତଳତା ରହିଛି। ମନ୍ଦିରରେ ଚନ୍ଦନ ଲଗାଇ କିଛି ସମୟ ଆଖି ବନ୍ଦ କରି ବସିବା ଦ୍ୱାରା ଏକାଗ୍ରତା ବୃଦ୍ଧି ପାଇଥାଏ, ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଯେବେ ବି ଆମେ ମନ୍ଦିର ଯାଇ ଘଣ୍ଟି ବଜାଇଥାଉ, ତାହାର ଶବ୍ଦ ଆମ କାନରେ 7 ସେକେଣ୍ଡ ପର୍ଯ୍ୟନ୍ତ ରହିଥାଏ। ଏହାଦ୍ୱାରା ଶରୀରକୁ ଶାନ୍ତି ମିଳିଥାଏ। ଏପରି ହେବା ଦ୍ୱାରା ଶରୀରରେ ଶକ୍ତି ବୃଦ୍ଧି ପାଇଥାଏ, ମାନସିକ ଦୁଶ୍ଚିନ୍ତାରୁ ରକ୍ଷା କରିଥାଏ। ମନ୍ଦିରର ଶାନ୍ତ ପରିବେଶରେ ମନକୁ ଶାନ୍ତି ମିଳିଥାଏ। ଘଣ୍ଟି ଓ ଶଙ୍ଖର ଶବ୍ଦରେ ମନକୁ ମାନସିକ ରୂପେ ଶାନ୍ତି ପ୍ରାପ୍ତି ହୋଇଥାଏ। ଏହାଦ୍ୱାରା ମାନସିକ ଦୁଶ୍ଚିନ୍ତା ମଧ୍ୟ ଦୂର ହୋଇଥାଏ ଏବଂ ନିଦ୍ରା ମଧ୍ୟ ଭଲ ହୋଇଥାଏ। ମନ୍ଦିର ଯିବା ଦ୍ୱାରା ମନ ଶାନ୍ତି ହୋଇଥାଏ। ଏହା ମସ୍ତିଷ୍କରେ ଅଯଥା କଥା ସୃଷ୍ଟି କରିନଥାଏ। ଏହାଦ୍ୱାରା ମନ ଶାନ୍ତି ହେବା ସହ ଭଲ ହେବ, ନିଦ ମଧ୍ୟ ଭଲ ଆସିଥାଏ ଏବଂ ଦେହ ମଧ୍ୟ ବହୁତ ସୁଦୃଢ଼ ରହିଥାଏ। ତ ଏଇଭଳି ଭାବରେ କିଛି ବୈଜ୍ଞାନିକ ମତାମତ କି ଆମେ ଘରେ ତ ପୂଜା କରୁଛେ, ମନ୍ଦିରରେ ବି ପୂଜା କରୁଛେ, କିନ୍ତୁ ଯଦି ଆମେ ମନ୍ଦିର ପ୍ରତିଦିନ ଯାଉଛନ୍ତି ତାହେଲେ ବୈଜ୍ଞାନିକ ମତରେ ଏହିସବୁ ଜିନିଷ ଆମକୁ ଭଲ ଶୁଭ ହୋଇଥାଏ, ଏମିତିକି ଆମ ଶରୀରରେ କିଛି ଲାଭ ଘଟିଥାଏ। କିନ୍ତୁ ଘରେ ପୂଜା କରିବା ଦ୍ୱାରା ଆମ ଘର ଭିତରଟା ସକାରାତ୍ମକ ଶକ୍ତିର ହୋଇଥାଏ, କିନ୍ତୁ ଏହିସବୁ କିଛି ଲାଭ ମିଳିନଥାଏ ବୈଜ୍ଞାନିକ ମତରେ। ତେଣୁକରି ଆପଣ ପ୍ରତିଦିନ ମନ୍ଦିରକୁ ଯିବା ପାଇଁ ନିହାତି ଭାବରେ ଚେଷ୍ଟା କରନ୍ତୁ। ଭିଡ଼ିଓକୁ ଲାଇକ୍ କରନ୍ତୁ। ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ତ ଫ୍ରେଣ୍ଡସ୍, ବାଏ ବାଏ।